ବନ୍ଧୁଗଣ, ଯେତେବେଳେ ଜଣେ ବ୍ୟକ୍ତି କାହାକୁ ପ୍ରେମ କରିଥାଏ, ସେତେବେଳେ ତା'ର ମନରେ ଏପରି କିଛି ପ୍ରଶ୍ନ ତ ନିହାତି ଭାବେ ଆସିଥାଏ ଯେ ସେ କାହାକୁ ଭଲ ପାଉଛି, ତା'ର ପାର୍ଟନର କ'ଣ ସତରେ ତାକୁ ଭଲ ପାଉଛି ନା କେବଳ ଭଲ ପାଇବାର ନାଟକ କରୁଛି। ତେବେ ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏପରି 5 ସଂକେତ ବିଷୟରେ କହିବାକୁ ଯାଉଛୁ, ଯେଉଁ ସଂକେତ ଯଦି ଆପଣ ଆପଣଙ୍କ ପାର୍ଟନର ଠାରେ ଦେଖିବାକୁ ପାଇବେ, ତେବେ ସେ ଆପଣଙ୍କୁ ସତ କି ମିଛ ପ୍ରେମ କରୁଥିଲେ ତାହା ସ୍ପଷ୍ଟ ଭାବେ ଜାଣିପାରିବେ। ନମ୍ବର 1, ଯଦି ଆପଣ ନିଜ ଲଭ୍ ପାର୍ଟନରକୁ ଆପଣଙ୍କ ପ୍ରେମ ସମ୍ପର୍କ ବିଷୟରେ ପଚାରିବେ, ସେ ଯଦି ଆପଣଙ୍କୁ ଏହା କହିବେ ଯେ ମୁଁ ତୁମକୁ ବହୁତ ଭଲ ପାଏ, ହେଲେ ଘରର ଲୋକ ମାନିବେ, ତେଣୁ ମୁଁ ତୁମକୁ ବାହା ହେଇପାରିବି ନାହିଁ, ତେବେ ତାଙ୍କ ପ୍ରେମ ମିଛ ଥିଲା ବୋଲି ଜାଣିପାରିବେ। ନମ୍ବର 2, ଯେଉଁ ବ୍ୟକ୍ତି ଆପଣଙ୍କ ପରିବାର କଥା କି ଆପଣଙ୍କ ଭବିଷ୍ୟତ କଥା ବିଷୟରେ କେବେ ବି ପଚାରି ନଥାଏ କି ଭାବି ନଥାଏ, ଯେଉଁ ବ୍ୟକ୍ତି କେବଳ ନିଜର ଆବଶ୍ୟକତା ପୂରଣ ପାଇଁ ହିଁ ଆପଣଙ୍କୁ ପ୍ରେମ କରୁଥାଏ, ସେହିଭଳି ବ୍ୟକ୍ତି କେବେ ବି ହୃଦୟରୁ ଆପଣଙ୍କୁ ଭଲ ପାଇନାହିଁ, ତାଙ୍କ ପ୍ରେମ ମିଛ ଅଟେ। ନମ୍ବର 3, ଯେଉଁ ଭଲ ପାଇବାରେ ଠିକ୍ ବୁଝାମଣା ନଥାଏ, ଦିନର ବହୁତ ସମୟ ଖାଲି ଜଣେ ଅନ୍ୟ ଜଣଙ୍କର ଠିକ୍ ଭୁଲ ବାଛି ବିଚାର କରିବାରେ ହିଁ ସମୟ କାଟି ଦେଇଥାଏ, ଯିଏ ନିଜ ପାର୍ଟନରର ସମସ୍ୟା ବିଷୟରେ କିଛି ବି ଜାଣିବାକୁ ଇଚ୍ଛା କରିନଥାଏ, ସେହି ପ୍ରେମ ସମ୍ପର୍କ ମିଛ ଅଟେ। ନମ୍ବର 4, ଯେଉଁ ପ୍ରେମ ସମ୍ପର୍କରେ ଦରକାର ଠାରୁ ଅଧିକ ସର୍ତ୍ତ ରହିଥାଏ, ଯେଉଁ ସମ୍ପର୍କ କେବଳ ସର୍ତ୍ତ ଉପରେ ହିଁ ଗଢ଼ା ହୋଇଥାଏ, ସେହି ପ୍ରେମ ସମ୍ପର୍କ ବହୁତ ପର୍ଯ୍ୟନ୍ତ ତିଷ୍ଠି ପାରିନଥାଏ। ନମ୍ବର 5, ଯେଉଁ ଲୋକ ଆପଣଙ୍କୁ ଭଲ ପାଉଛି ବୋଲି ଆପଣଙ୍କୁ ସବୁବେଳେ ନିଜ କଣ୍ଟ୍ରୋଲରେ ରଖିବାକୁ ଚାହିଁବ, ଆପଣଙ୍କର ସବୁ ସ୍ୱାଧୀନତାକୁ ଆପଣଙ୍କ ଠାରୁ ଛଡ଼େଇ ନେବ, ଆପଣଙ୍କ ଖୁସିର ମୂଲ୍ୟ ତା ଆଗରେ କିଛି ବି ନଥିବ, ସେ କେବଳ ତା'ର ଖୁସି ଅନୁସାରେ ଆପଣଙ୍କ କଥା ଭାବିବ, ସେ ପ୍ରକୃତରେ ଆପଣଙ୍କୁ ପ୍ରକୃତ ପ୍ରେମ କରୁନାହାନ୍ତି ବୋଲି ଜାଣିପାରିବେ। ଆଶା କରୁଛୁ ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ, ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ, ବେଲ୍ ଆଇକନକୁ ଅଲ୍ରେ ପ୍ରେସ୍ କରିବେ, କାରଣ ଆମେ ଭିଡ଼ିଓ ଛାଡ଼ିଲେ ଆପଣଙ୍କ ପାଖରେ ପ୍ରଥମେ ପହଞ୍ଚିବ। ଧନ୍ୟବାଦ।